ବେଆଇନ ବାଲି ଉଠାଣ ନଦୀଘାଟ ବୋଲି ଦେଖିଲେ ଉପଜିଲ୍ଲାପାଳ 144 ଧାରା ଲାଗିଥିବା ଘାଟରୁ ବେଆଇନ ବାଲି ଉଠାଣ। ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ ଶୟପୁର ପଞ୍ଚାୟତର ପଢାଳ ଗ୍ରାମ ନଦୀ ହିଡ଼କୁ କାଟି ବେଆଇନ ଭାବେ ବାଲି ଉତ୍ତୋଳନ ଆରମ୍ଭ କରିଥିଲେ। ପଢାଳ ଶୟପୁର ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ବିରୋଧ ସାଙ୍ଗକୁ ଲିଖିତ ଅଭିଯୋଗ କରିଥିଲେ ଉପରିସ୍ଥ ହାକିମ ବାବୁମାନଙ୍କୁ। ନଭେମ୍ବର 2024ରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ ବେଆଇନ ବାଲିଘାଟକୁ ନିଷିଦ୍ଧାଞ୍ଚଳ ଘୋଷଣା କରି ଧାରା 144 ଜାରି କରିଥିଲେ। ସେହି ସମୟରେ 2 ପ୍ଲାଟୁନ ପୋଲିସ ଫୋର୍ସ ଧରି ଆସିକା ଥାନା ଆଇଆଇସି ଓ କୋଟିନଡ଼ା ଥାନା ଆଇଆଇସି ଫ୍ଲାଗମାର୍ଚ୍ଚ 2 ଗ୍ରାମରେ କରିଥିଲେ। ତତ୍ସହିତ ଗ୍ରାମବାସୀଙ୍କୁ ନିଷିଦ୍ଧାଞ୍ଚଳକୁ ସଂଘବଦ୍ଧ ଯିବା ବାରଣ କରିଥିଲେ। କିଛି ଦିନର ନିରାପତ୍ତା ପରେ ପୁଣି ବାଲି ଉଠାଣ ଆରମ୍ଭ କରିଥିଲେ ନିଲାମ ହୋଇନଥିବା ଅଞ୍ଚଳରୁ। ଆଜି ଅର୍ଥାତ 29/1/2025 ଅପରାହ୍ନରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ, ଦକ୍ଷିଣାଞ୍ଚଳ ଖଣି ବିଭାଗ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସାମଲ, ଆସିକା ତହସିଲଦାର ସୁଶ୍ରୀ ସଙ୍ଗୀତା ସେଣ, ଆସିକା ଥାନାଧିକାରୀ ଶ୍ରୀ ରାଜେନ୍ଦ୍ର କୁମାର ପଟ୍ଟନାୟକ, କୋଟିନଡ଼ା ଥାନାଧିକାରୀ ଶ୍ରୀମତୀ ଦୀପିକା ରାୟ, ହରିଡ଼ାପଦର ରେଭିନ୍ୟୁ ଅଧିକାରୀ ଶ୍ରୀ ସୋରସ ଗୌଡ଼, ତହସିଲ କିରାଣୀ ଶ୍ରୀ ଜ୍ଞାନଚନ୍ଦ ମହାନ୍ତି, ସୁଶ୍ରୀ ସୁଦୀପ୍ତା ଦାସ ଓ ଏହି ଅଞ୍ଚଳର ଅଧିବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବେଆଇନ ବାଲି ଉତ୍ତୋଳନ ରୋକିବା ପାଇଁ ପ୍ରଶାସନ ତତ୍ପର ପ୍ରକାଶ କରିଛି। ଭଞ୍ଜନଗର ଉପଜିଲ୍ଲାପାଳ ନଦୀରେ ଥିବା 220 ହିଟାଚିକୁ ସିଜ୍ କରିବା ପାଇଁ ଆସିକା ତହସିଲଦାର, ଆସିକା ଏସଡିପିଓ, ଆସିକା ଥାନାଧିକାରୀ, ଭଞ୍ଜନଗର ଖଣି ଅଧିକାରୀ ଓ କୋଟିନଡ଼ା ଥାନାଧିକାରୀଙ୍କ ଚିଠି କରିଛନ୍ତି ନଦୀରେ ଥିବା ହିଟାଚିକୁ ସିଜ୍ କରିବା ସକାଶେ। ଗଞ୍ଜାମ ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତଙ୍କ ରିପୋର୍ଟ, ଆମ ଓଡ଼ିଶା ଖବର।